ରେ ଓଲଟା ବିଷୟ ପ୍ରଚାର ହେଉଛି ବହୁତ ଦୁଃଖର ବିଷୟ। ପ୍ରଥମ କଥା ଯେ ହ୍ୟୁମାନ ସାଗର କୁଆଡ଼େ ଧର୍ମ ପରିବର୍ତ୍ତନର କଥା କହି କହି ଆଉ ଧର୍ମ ପ୍ରଚାର କରୁଥିଲେ। ବ୍ୟକ୍ତିଗତ ଭାବେ ତାଙ୍କ ସହିତ ସେ ଗୋଟିଏ ଜିନିଷର ମତଭେଦ ଥିଲା ଯେତେବେଳେ ସେ ଧର୍ମ ପରିବର୍ତ୍ତନ କଥା କରି ଖ୍ରୀଷ୍ଟ ଧର୍ମର ବହୁତ ଜ୍यादा ପ୍ରଚାର ପ୍ରସାର କରୁଥିଲେ। କେବେ ଦେଖିଛନ୍ତି ଟିକେ ଲାଜ ଅଛି ନା ନାହିଁ, ଶରମ ଟିକେ ଅଛି ନା ନାହିଁ? ହ୍ୟୁମାନ ସାଗର ଖ୍ରୀଷ୍ଟ ଧର୍ମର ପ୍ରଚାର କରୁଥିଲେ, ଧର୍ମ ପରିବର୍ତ୍ତନ କରି ବାଧ୍ୟ କରୁଥିଲେ। ଆରେ ନିଜର ସ୍ତ୍ରୀକୁ ସିଏ ଯୀଶୁଙ୍କ ବିଷୟ କହିପାରିଲେ ନାହିଁ। ନିଜର ସ୍ତ୍ରୀ ଯିଏକି ହିନ୍ଦୁ ପରିବାର, ବ୍ରାହ୍ମଣ ପରିବାର ଗୋଟେ ଝିଅ, ତାକୁ ସେ କେବେ ଧର୍ମ ପରିବର୍ତ୍ତନ କରେଇ ପାରିଲେ ନାହିଁ। ଓଲଟା ନିଜ ଘରେ ସେ ଜଗନ୍ନାଥ ମନ୍ଦିର ବନେଇଦେଲେ, ଜଗନ୍ନାଥଙ୍କର ଆରାଧନା ପୂଜା କରିବା ପାଇଁ ଅଧିକାର ଦେଲେ। କିନ୍ତୁ କେବେ ବି এটা ଗୋଟେ ମାନେ ସତ୍ୟାସତ୍ୟ ଘଟଣା। ମୁଁ ମାନେ ମୋ ଶାଶୁ ଶ୍ୱଶୁରଙ୍କ ନାଁରେ କିଛି ମିଛ କଥା କହୁନି କି ଇଏ କରୁନି। କେବେ ବି ମତେ ସେ ସେଥିପାଇଁ କୌଣସି ନିର୍ଯାତନା ଦେଇନାହାନ୍ତି କି ଏତେ ଫୋର୍ସ ବି କରିନାହାନ୍ତି ମାନେ ଯେ ତୁ କର ଏଟା ତୁ କରିବାକୁ ବାଧ୍ୟ ମାନେ ଏମିତି କିଛି କହିନାହାନ୍ତି। ଆଉ ବାହାର କଥା କ'ଣ କହୁଛନ୍ତି, ଲୋକମାନଙ୍କୁ ସେ କରିବା କଥା କହୁଛନ୍ତି। କୋଉଠି ଦେଖିଛନ୍ତି କି? ଖାସ୍ କଥା ସେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପ୍ରସାର କରିନାହାନ୍ତି, ଖ୍ରୀଷ୍ଟିଆନ ଧର୍ମର ସେ ଧର୍ମ ପରିବର୍ତ୍ତନ କଥା କହିନାହାନ୍ତି, ବରଂ ହିନ୍ଦୁ ଲୋକମାନଙ୍କର କହିଛନ୍ତି। ପ୍ରୁଫ୍ ମୋ ପାଖରେ ଅଛି। କନକ ନ୍ୟୁଜ୍ ବୋଲି ଏତେ ବଡ଼ ଗୋଟେ ବଡ଼ ନ୍ୟୁଜ୍ ଚ୍ୟାନେଲ୍, ଓଡ଼ିଶାର ସୁନାମଧନ୍ୟ